ଯେଉଁ ନାରୀ ବ୍ରହ୍ମ ମୁହୂର୍ତ୍ତରେ କେବଳ ମାତ୍ର ଏହି ଦୁଇଟି କାମକୁ କରିଦେଉଛନ୍ତି ସେ ଘରେ କେବେ ବି ଧନର ଅଭାବ ହୁଏ ନାହିଁ। ସେ ନାରୀମାନେ ସ୍ୱୟଂ ଲକ୍ଷ୍ମୀ ସ୍ୱରୂପା ହୋଇଥାନ୍ତି। ହଁ ଦର୍ଶକ ବନ୍ଧୁ, ଯେଉଁ ନାରୀ ବ୍ରହ୍ମ ମୁହୂର୍ତ୍ତରେ କେବଳ ଏହି ଦୁଇଟି କାମକୁ କରିଦେଉଛନ୍ତି ସେହି ନାରୀଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମନାଯାଇଥାଏ। ଆଉ ସେମାନେ ଏହି କାମକୁ କରିବା ପାଇଁ ବହୁତ ପସନ୍ଦ କରନ୍ତି। ଆଉ ସେଇଥିପାଇଁ ମା ଲକ୍ଷ୍ମୀ ଏମାନଙ୍କ ଉପରେ ବିଶେଷ କୃପା କରିଥାନ୍ତି। ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏଁ ନିଶ୍ଚିତ ଭାବରେ ଦେଖନ୍ତୁ। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ, ଜୟ ମହାଲକ୍ଷ୍ମୀ। ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ସାଙ୍ଗମାନେ, ଏହି କାମକୁ ଯେଉଁମାନେ କରୁ ବି ନାହାନ୍ତି, ଥରୁଟିଏ ମାତ୍ର, କେବଳ ଥରୁଟିଏ ମାତ୍ର ହିଁ ଏହି ଦୁଇଟି କାମକୁ ଯଦି ସେମାନେ କରିଦେଉଛନ୍ତି ସେମାନଙ୍କ ଘରେ କେବେ ବି ଧନର ଅଭାବ ରହେ ନାହିଁ। ହଁ ଦର୍ଶକ ବନ୍ଧୁ, ଆପଣମାନେ ନିଶ୍ଚିତ ଭାବରେ ଏହି କାମକୁ କିଛି ଦିନ କରି ଦେଖନ୍ତୁ। ଆଉ ସେ ଘରେ ସବୁବେଳେ ମା ଅନ୍ନପୂର୍ଣ୍ଣା ବାସ କରିଥାନ୍ତି। ଯେଉଁ ଘରେ କେବଳ ଏହି ଦୁଇଟି ମାତ୍ର କାମକୁ ବ୍ରହ୍ମ ମୁହୂର୍ତ୍ତରୁ କରାଯାଉଛି ସେହି ଘରେ ମା ଲକ୍ଷ୍ମୀ ସଦା ସର୍ବଦା ବାସ କରିଥାନ୍ତି। ମା ଲକ୍ଷ୍ମୀ ଯେଉଁ ଘରେ ସ୍ଥାୟୀ ଭାବରେ ବାସ କରିଥାନ୍ତି ସେ ଘରେ କେବେ ବି ଅନ୍ନ, ଧନ, ସୁଖ, ସମୃଦ୍ଧିର ଅଭାବ ରହେ ନାହିଁ। ଏ କାମ ଦୁଇଟିକୁ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତି ହେବେ। ଘରେ ସମସ୍ତେ ସୁଖରେ ଜୀବନ ଯାପନ କରିବେ। ଆଉ ମା ଲକ୍ଷ୍ମୀଙ୍କ କୃପାରୁ କେବେ ବି ଧନଗତ ସମସ୍ୟା ଦେଖାଯିବ ନାହିଁ। ସାଙ୍ଗମାନେ, ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ଘରେ ଆର୍ଥିକ ସମସ୍ୟା ହେଉ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ହେଉ କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ଏସବୁ ସମସ୍ୟା ଲାଗି ରହିଥାଏ। ଯେଉଁ ଘରେ ବିବାହିତା ମହିଳାମାନେ କେବଳ ଏହି ଦୁଇଟିକୁ କାମ କରିଦେଇଛନ୍ତି ଆଉ ତାହା ହିଁ ବ୍ରହ୍ମ ମୁହୂର୍ତ୍ତରେ କରିଦେଉଛନ୍ତି, ତାଙ୍କ ଉପରେ ଓ ସେମାନଙ୍କ ପରିବାରକୁ ମା ଲକ୍ଷ୍ମୀ ସଦା ସର୍ବଦା ଘଣ୍ଟ ଘୋଡ଼େଇ ରଖିଥାନ୍ତି। ସାଙ୍ଗମାନେ, ବ୍ରହ୍ମ ମୁହୂର୍ତ୍ତ ଏକ ଏମିତି ସମୟ ଯେଉଁ ସମୟରେ କି ଆପଣମାନେ ଯଦି ପ୍ରକୃତ ହୃଦୟରୁ କିଛି ପ୍ରାର୍ଥନା କରନ୍ତି, ସଚ୍ଚା ହୃଦୟରୁ ଯଦି କିଛି ମାଗନ୍ତି, ସେ ଟାଇମ୍ରେ ପ୍ରାର୍ଥନା କରନ୍ତି, ନିଶ୍ଚିତ ଭାବରେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହୁଏ। ଆପଣ ନିଶ୍ଚିତ ଭାବରେ ଏହି କାମକୁ କରିକି ଦେଖନ୍ତୁ। ଆପଣମାନେ ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଯେତେବେଳେ କିଛି ଆପଣଙ୍କ ମନରେ ଦୁଃଖ ଅଛି କିମ୍ବା ଆର୍ଥିକ ସମସ୍ୟା ଅଛି, ଯାହା ବି ଆପଣଙ୍କର ଦୁଃଖ ଅଛି, କିଛି ଦିନ ଆପଣମାନେ ପ୍ରାର୍ଥନା କରି ଦେଖନ୍ତୁ। ନିଶ୍ଚିତ ଭାବରେ ଆପଣମାନଙ୍କର ସେହି ମନସ୍କାମନା ପୂର୍ଣ୍ଣ ହେଉଛି। ଆଉ ସାଙ୍ଗମାନେ, ଦୁଇଟି କାମ ମୁଁ ଯାହା କହିବାକୁ ଚାହୁଁଛି ସେଇଟା ଘରର ନାରୀମାନେ ବ୍ରହ୍ମ ମୁହୂର୍ତ୍ତରୁ ଯଦି କରିଦେଉଛନ୍ତି ସେମାନଙ୍କ ଘରେ ସଦାସର୍ବଦା ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେ ଦୁଇଟି କାମ କ'ଣ। ତା ପୂର୍ବରୁ ଯେଉଁମାନେ ମୋର ଚ୍ୟାନେଲରେ ଏତେ ପର୍ଯ୍ୟନ୍ତ ଗୋଟିଏ ଲାଇକ୍ ମଧ୍ୟ କରିନାହାନ୍ତି, ପ୍ରଥମେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଆପଣମାନଙ୍କ ପାଇଁ ଆହୁରି ଏମିତି ଭିଡ଼ିଓ ବନେଇ ପାରିବି। ସାଙ୍ଗମାନେ, ବ୍ରହ୍ମ ମୁହୂର୍ତ୍ତ ରାତି 3ଟାରୁ 5ଟା ପର୍ଯ୍ୟନ୍ତ, ଏହି ସମୟକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଏ। ଏହା ଏକ ଏପରି ସମୟ ସାଙ୍ଗମାନେ ଯେଉଁ ସମୟରେ ଦେବାଦେବୀ ଧରାପୃଷ୍ଠରେ ଭ୍ରମଣ କରିଥାନ୍ତି। ଆଉ ଏହି ସମୟରେ ଯେଉଁ ପ୍ରାର୍ଥନା କରାଯାଏ, ସଚ୍ଚା ହୃଦୟରୁ ଯେଉଁ ପ୍ରାର୍ଥନା କରାଯାଏ, ସେଇଟା ନିଶ୍ଚିତ ଭାବରେ ପୂରଣ ହୋଇଥାଏ। ଆଉ ଆପଣମାନେ ଏହାକୁ କରିକି ବି ଦେଖିପାରିବେ। ସାଙ୍ଗମାନେ, ଯେଉଁ ବିବାହିତା ନାରୀମାନେ ନିଜର ଘର ଦ୍ୱାରକୁ ପରିଷ୍କାର କରିବା ସହିତ ଆଉ ଏଇ ବ୍ରହ୍ମ ମୁହୂର୍ତ୍ତରେ ଏଇ ବ୍ରହ୍ମ ମୁହୂର୍ତ୍ତ ସମୟରେ ସେମାନେ ବିଛଣା ଛାଡ଼ି ଦିଅନ୍ତି ଆଉ ସେମାନେ ନିଜର ଘର ଦ୍ୱାରକୁ ପରିଷ୍କାର କରିବା ସହିତ ନିଜର ମୁଖ୍ୟ ଦ୍ୱାରକୁ ସେମାନେ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି। ଆଉ ଏଇମାନଙ୍କୁ ହିଁ ମା ଲକ୍ଷ୍ମୀ ଅଧିକ ପସନ୍ଦ କରିଥାନ୍ତି, ଯେଉଁମାନେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି। ସାଙ୍ଗମାନେ, ଯେଉଁ ଘରର ନାରୀମାନେ ସବୁଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତି, ଯେଉଁ ନାରୀମାନେ ଘରକୁ ଆସୁଥିବା ଅତିଥିଙ୍କୁ ସମ୍ମାନ ଦେଇଥାନ୍ତି, ଯେଉଁ ନାରୀମାନେ ସବୁବେଳେ ମଧୁର କଥା କହିଥାନ୍ତି, ଭଲ ବ୍ୟବହାର କରିଥାନ୍ତି, ସେ ନାରୀମାନେ ହିଁ ହେଉଛନ୍ତି ଲକ୍ଷ୍ମୀଙ୍କ ସ୍ୱରୂପା। ଆଉ ମା ଲକ୍ଷ୍ମୀ ସେଇମାନଙ୍କ ଘରେ ହିଁ ପ୍ରଥମେ ପାଦ ରଖିଥାନ୍ତି। ସାଙ୍ଗମାନେ, ଏହା ମାନାଯାଇଥାଏ ଯେ ବ୍ରହ୍ମ ମୁହୂର୍ତ୍ତରେ ସମସ୍ତ ଦେବାଦେବୀ ଧରାପୃଷ୍ଠରେ ଭ୍ରମଣ କରିଥାନ୍ତି ଏବଂ ସେମାନେ ଯେଉଁମାନଙ୍କର ଘର ପରିଷ୍କାର ପରିଚ୍ଛନ୍ନ ହୋଇଥାଏ
मुख्यतः जो परिष्कार परिच्छन्न होता है से घर को जाती आउ मन जाए जे विशेषकर महालक्ष्मी माँ लक्ष्मी जो घर परिष्कार परिच्छन्न होता है घर को भ्रमण करने जाते आउ माँ लक्ष्मी से घरे ही प्रथमे पाद पकई था माँ लक्ष्मी से अधिक कृपा वृष्टि करिथांती। सांगमाने प्रथम कामटी हेउछि आपण माने ब्रह्म मुहूर्तरू उठी जातु आउ आपण मानू पूर्व भिडियो रे मध्य कही जे ब्रह्म मुहूर्तरू उठी कर दर्शन मंत्र केमती कह जाए सेटा भी कही आपण मानू हाथ पापुली जोड़िकी आपण मैंने कहे सेटा कहे उठिकी सांगे सांगे मोबाइल जमार भी देखु ना ठाकुर फोटो जदि आपण पाखे अच्छी ठाकुर फोटो को देखिपारे नचेत आपण मानकर कर को अर्थात पापुली को एमती जोड़ी कराग्रे बसते लक्ष्मी कर मध्य सरस्वती कर मूले तु गोविंद प्रभाती कर दर्शनम एटा कहीकि आपण मानक हाथ को मुहरे बुलाई दिंतु एटा बहुत शुभ आपण मानक दिन बहुत शुभ ही कटिबो आउ आपण मानक पास यदि ठाकुर फोटो अच्छे ठाकुर भी प्रणाम करंतु किंतु हाथ पापुली कर दर्शन मंत्र कहीकि हाथ को देखिबा दी पापुली की बहुत शुभ होता है दिनटी आपण माने सेटा करंतु आउ उठी सारिबा परे आपण माने घर द्वार सफा कर दियंतु गाधोई सारिबा परे यदि आपण माने गाधोई परछंती ब्रह्म मुहूर्तरू गाधोई सारिबा बहुत यह भी बहुत भल गाधोई सारिबा परे आपण माने घर मुख्य द्वार रे किछि मुरुज पकांतु पंच मुरुज हेउ किछि रंगर मुरुज आपण माने नै कि सेतरे छोट रंगोली टिए बनांतु मुख्य द्वार को आपण माने जिते सुंदर भाव रखिबे देवादेवी आपणक ऊपर सेते प्रसन्न हेबे कहीं मुख्य द्वार को परिष्कार परिच्छन्न रखिबा द्वारा देवादेवी आपणक ऊपर संतुष्ट होइथांती आपणक ऊपर कृपा वृष्टि करिथांती जिते सुंदर देखा जिबा द्वारा बंध आपण मानकर सेते सुंदर आपण मानकर माँ लक्ष्मी आपणक ऊपर सेते बेसी कृपा वृष्टि करिवे आपण माने चाहिए भी घरर द्वार बंध आगे आंब तोरण लगे पारे जमती खुशी दिन में आपण माने कौन शुभ दिन में लगुंट सेमती लगे पारे नचेत आपण माने सबुदिन ब्रह्म मुहूर्त उठंतु किछि दिन करके देखंतु आपण मानकर आर्थिक समस्या आपण मानकर जहाँ दुख अच्छी से टाइम रे प्रार्थना करके ठाकुर को जणांतु निश्चित भाव में आपण मानक समस्यार समाधान हेब सांग माने आपण माने जेतेबेले घर को झाड़ू कर नेउछंती सेई टाइम रे कबाट को ब्रह्म मुहूर्त उठी सारा पर आप ओलाओली कला बेले घर कबाट को खोली दिंतु क्या से टाइम रे जेहेतु देवादेवी माने भ्रमण करुँच से टाइम रे कबाट खोलिबा समय जो रही ब्रह्म मुहूर्त से बहुत शुभ होता है कबाट खोलवाटा आपण माने घर द्वार सफा कर दिंतु आउ मुख्य द्वार आगे अल्प जल छींची यदि गंगा जल पकईकि पानी आनुछंती भल कथा रात्रि जदि रोषे घर रखी आउ से पानी को आनी छींची दौरान सेटा भल कथा सहित खाली पानी भी आपण माने छींचिकी सफा कर दिंतु मुख्य द्वार को मुख्य द्वार रे केबे भी आपण माने चप्पल जोता ए सब जमार भी रखंतु नाही वास्तुशास्त्र मध्य यह कहे जो मुख्य द्वार आगे जब सब बड़े चप्पल जोता ए सब रखा जाए से घर उपर आर्थिक समस्या देखा जाए से घरर लोक माने अल्पायु होइथांती से घरे सब बड़े कलह लगी रहे तेणु यही कथा प्रति विशेष ध्यान दिंतु आपण प्रथमे ब्रह्म मुहूर्त उठी ए जल छींची को मुख्य द्वार को परिष्कार करंतु प्रथम काम द्वितीय काम हूँ आपण मैंने स्नान कर सारा पर घरर मुख्य द्वार आगे छोट रंगोलीटे हो पछे रंगोली पकातु आपण मुख्य द्वार बहुत सुंदर देखा जाऊ आ बहुत शुभ होता है माँ लक्ष्मी आपण को सबु बेले कृपा दृष्टि करथांती आ माँ लक्ष्मी जो मान ऊपर कृपा दृष्टि रखी था तो आउ कि चाहबार ही ना कि आपण को सबू मिल जाए धन अन्न आउ सुख समृद्धि सबू तो आपण मानक मिल जाए आउ सांग माने जो नारी माने घर को जितेबाला किए भिक्षुक आसुंच जदि आनंदर सहित किसी देउछंती सेटा माँ लक्ष्मी को बहुत भल लगे माँ लक्ष्मी से ही धरणर नारी मानक बहुत पसंद करथांती बहुत भल पाती से बहुत आशीर्वाद करती आ जो मैंने से देखिए अनादर करती कहीं थर आसूची एमती कहीकि किसी कहती सेटा बहुत खराब जिनिस माँ लक्ष्मी सेटा को केबे भी पसंद करती नहीं आ घर को आसुथिबा अतिथि मानक जो मैंने सम्मान दियंती नहीं से नारायणकर कृपा केबे भी मिले नहीं भगवान विष्णु कृपा केबे भी मिले नहीं आ जो मानक ऊपर भगवान विष्णु रागी था केबे भी माँ लक्ष्मी की कृपा हुए नहीं सांग माने जो नारी मानकर सबुबले वाक्य मधुर होता है व्यवहार बहुत सुव्यवहार होता है समस्तों आ समस्त को सम्मान दे था
ସେହି ନାରୀମାନେ ହିଁ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି। ମା ଲକ୍ଷ୍ମୀ ସେହିମାନଙ୍କୁ ହିଁ ଅଧିକ ପସନ୍ଦ କରିଥାନ୍ତି। ଏହା ତ ଥିଲା ମା ଲକ୍ଷ୍ମୀ କେଉଁମାନଙ୍କ ଘରେ ପାଦ ରଖିଥାନ୍ତି। ଆପଣମାନେ ଜାଣନ୍ତି କି କେଉଁ ନାରୀମାନଙ୍କୁ ମା ଲକ୍ଷ୍ମୀ କେବେ ବି ପସନ୍ଦ କରନ୍ତି ନାହିଁ ଆଉ ଭୁଲରେ ବି ସେମାନଙ୍କ ଘରେ ପାଦ ଦିଅନ୍ତି ନାହିଁ। ଯେଉଁ ଘରର ନାରୀ ସୂର୍ଯ୍ୟୋଦୟ ପରେ ଉଠିଥାଏ, ଯେଉଁ ଘରର ନାରୀ ଯେତେବେଳେ ସୂର୍ଯ୍ୟ ଉଦୟ ପରେ ଉଠିଥାଏ ଏବଂ ତାର ପରିବାରକୁ ମଧ୍ୟ ସେହିପରି ଶୋଇବାକୁ ଦେଇଥାଏ, ସେ ଘର ଲକ୍ଷ୍ମୀ ଛଡ଼ା ହୋଇଥାଏ। ସାଙ୍ଗମାନେ, କାହିଁକି ନା ଯେଉଁ ନାରୀ ଯଦି ଠିକ୍ ନ ରହେ, ସିଏ ଯଦି ବ୍ରହ୍ମ ମୁହୂର୍ତ୍ତରୁ ନ ଉଠେ, ସକାଳୁ ନ ଉଠେ, ସୂର୍ଯ୍ୟ ଉଦୟ ପୂର୍ବରୁ ନ ଉଠେ, ତାର ପରିବାର କେମିତି ଉଠିବ? ହଁ, ଯଦି କେହି ଜବ୍ କରିଛନ୍ତି, ଲେଟ୍ ନାଇଟ୍ରେ ଶୋଉଛନ୍ତି, ସେମାନେ ଲେଟ୍ ଯାଏଁ ଶୋଇବେ, କାରଣ ନ ଶୋଇଲେ 6ରୁ 8 ଘଣ୍ଟା ଯଦି ନ ଶୋଉଛନ୍ତି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। କିନ୍ତୁ ଯେଉଁ ନାରୀମାନେ ଗୃହିଣୀ, ଘରର କାମ କରିଥାନ୍ତି, ନିଜ ପରିବାରର କଥା ବୁଝିଥାନ୍ତି, ସେମାନେ କିନ୍ତୁ ଏହି କାମ ପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦେବା ଦରକାର। ସାଙ୍ଗମାନେ, ଯେଉଁ ନାରୀମାନଙ୍କୁ କଳିକଜିଆ କରିବା ପାଇଁ ଭଲ ଲାଗେ, ଯେଉଁ ନାରୀମାନେ ଦ୍ୱାରବନ୍ଧ ଉପରେ ବସିଥାନ୍ତି, ଦ୍ୱାରବନ୍ଧ ଉପରେ ଛିଡ଼ା ହୋଇ କଥା ହୋଇଥାନ୍ତି, ଯେଉଁ ନାରୀମାନେ ଚାଲିଲା ବେଳେ ଦମ୍ ଦମ୍ ସାଉଣ୍ଡ କରି ଚାଲିଥାନ୍ତି, ପାଦ ଶବ୍ଦ ଜୋର ଶୁଣାଯାଇଥାଏ, ସେହିମାନଙ୍କୁ ମା ଲକ୍ଷ୍ମୀ କେବେ ବି ପସନ୍ଦ କରନ୍ତି ନାହିଁ। ଯେଉଁ ନାରୀମାନେ ସବୁବେଳେ ହାତର ନଖକୁ ଦାନ୍ତରେ କାମୁଡ଼ିକି ଛିଡ଼େଇଥାନ୍ତି, ଯେଉଁ ନାରୀମାନେ ସଦାସର୍ବଦା କଟୁବାକ୍ୟ କହିଥାନ୍ତି, ଯେଉଁ ନାରୀମାନେ ଅତିଥିକୁ ସମ୍ମାନ ଦିଅନ୍ତି ନାହିଁ, ଯେଉଁ ନାରୀମାନେ ଭିକ୍ଷୁକ ଆସୁଥିବା ଯେତେବେଳେ ଘରକୁ ଭିକ୍ଷୁକ ଆସନ୍ତି ସେମାନଙ୍କୁ ଖାଲି ହାତରେ ଫେରାଇ ଦିଅନ୍ତି, ସେହି ନାରୀମାନେ ହିଁ ଲକ୍ଷ୍ମୀ ଛଡ଼ା ହୋଇଥାନ୍ତି। ସେମାନଙ୍କୁ ମା ଲକ୍ଷ୍ମୀ କେବେ ବି ପସନ୍ଦ କରନ୍ତି ନାହିଁ ଆଉ ସେହିମାନଙ୍କ ଘରେ ସବୁବେଳେ ମା ଲକ୍ଷ୍ମୀଙ୍କର କୋପଦୃଷ୍ଟି ପଡ଼ିଥାଏ। ସେହି ଘରେ ସବୁବେଳେ ଧନର ଅଭାବ ହିଁ ଦେଖାଯାଇଥାଏ। କିନ୍ତୁ ଯେଉଁ ନାରୀମାନେ, ଯଦି ବି ଆପଣମାନେ ଚାହୁଁଛନ୍ତି ଯେ ମା ଲକ୍ଷ୍ମୀ ଆପଣଙ୍କ ଘରେ ସଦାସର୍ବଦା ବାସ କରନ୍ତୁ ବୋଲି, ଆପଣମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ମୁଁ ଯେଉଁ 2ଟି କାମ ଆପଣମାନଙ୍କୁ କହିଲି, ସେ 2ଟି କାମକୁ କିଛି ଦିନ କରିକି ଦେଖନ୍ତୁ। ନିଶ୍ଚିତ ଭାବରେ ଆପଣମାନଙ୍କର ଯେଉଁ ସମସ୍ୟା ରହିଛି ସେ ସମସ୍ୟାର ସମାଧାନ ହେବ। ଆପଣମାନେ ଏହି 2ଟି କାମକୁ ଆପଣମାନେ କରିଦିଅନ୍ତୁ। ସାଙ୍ଗମାନେ, ଏହି ଭିଡ଼ିଓକୁ ଯଦି ଆପଣମାନଙ୍କର କିଛି ପ୍ରିୟଜନ ହୁଅନ୍ତୁ, ସାଙ୍ଗସାଥି ହୁଅନ୍ତୁ, ଯଦି କାହାର କିଛି ଅସୁବିଧା ରହିଛି, କିଛି ଅଭାବ ରହିଛି, ନିଶ୍ଚିତ ଭାବରେ ଆପଣମାନେ ସେମାନଙ୍କୁ ସେୟାର କରନ୍ତୁ। ଆଉ କମେଣ୍ଟରେ ଜୟ ମା ଲକ୍ଷ୍ମୀ ବୋଲି ଲେଖିଦିଅନ୍ତୁ। ମାଙ୍କର କୃପା ଆପଣଙ୍କ ଉପରେ ସଦା ସର୍ବଦା ସେମିତି ରହିଥାଉ। ଆଉ ମୋର ଭିଡ଼ିଓକୁ ଗୋଟିଏ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ରହିଲି, ନମସ୍କାର।